ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରି ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପରିକ୍ରମା ପ୍ରକଳ୍ପ ଜାରି ରହିଥିବା ବେଳେ ଗତ ନିର୍ବାଚନ ପରଠାରୁ ଏହି ପ୍ରକଳ୍ପ କାର୍ଯ୍ୟ ବନ୍ଦ ରହିଛି। ତେଣୁ ଏ ନେଇ ଯାଜପୁର ଜିଲ୍ଲାପାଳଙ୍କୁ ଭେଟିବା ପାଇଁ ଆସିଛନ୍ତି ବିରଜା ମନ୍ଦିରର ସେବାୟତ ଗଣ। ତେବେ କ'ଣ ରହିଛି ସମସ୍ୟା ସିଧାସଳଖ ଆଲୋଚନା କରିବା। ଆମ ସହିତ ଅଛନ୍ତି ସେବାୟତ। କ'ଣ କହିବେ, ପରିକ୍ରମା ପ୍ରକଳ୍ପ ଯେଉଁ ରହିଥିଲା ଜାରି ରହିଥିଲା କାମ ଏବେ ବନ୍ଦ ରହିଛି, ତାକୁ ନେଇକି ଆଜି ଜିଲ୍ଲାପାଳଙ୍କୁ ଭେଟିବା ପାଇଁ ଆସିଛନ୍ତି, କ'ଣ କହିବେ ତାକୁ ନେଇକି? ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ମା ବିରଜାଙ୍କର ପରିକ୍ରମା ପ୍ରକଳ୍ପ ବନ୍ଦ ହେବା ଏଟା ଗୋଟେ ବହୁତ ଯାଜପୁରବାସୀଙ୍କର ଉଦ୍ବେଗ କାହିଁକି ନା ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ଆସୁଛନ୍ତି। ସାରା ଓଡ଼ିଶାରୁ ଭାରତବର୍ଷରୁ ଯାତ୍ରୀ ଭକ୍ତମାନେ ଆସନ୍ତି ମା ବିରଜାଙ୍କ ପ୍ରକଳ୍ପ ମାଙ୍କୁ ଦର୍ଶନ କରିବା ପାଇଁ। ମାଙ୍କୁ ଦର୍ଶନ କରିବା ସହିତ ମାଙ୍କ ପ୍ରକଳ୍ପ ହେଲେ ଲୋକମାନେ ବି ଟିକେ ସୁବିଧା ସୁଯୋଗ ପାଇବେ, ବୁଲିବା ପାଇଁ ବି ଟିକେ ପାଇବେ, ସବୁ ବସିବା ପାଇଁ ବି ଟିକେ ପାଇବେ। କୌଣସି ସୁବିଧା ସୁଯୋଗ ନଥିବାରୁ ମାଙ୍କ ପ୍ରକଳ୍ପ ଆରମ୍ଭ ହୋଇଥିଲା। ମାଙ୍କ ପ୍ରକଳ୍ପ ଏବେ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି। ସେଥିପାଇଁ ଏଟା ବହୁତ ଉଦ୍ବେଗର ବିଷୟ ଯେ ପ୍ରବଳ ସେଠି ଗାଡ଼ି ଘୋଡ଼ା ଯାଉଥିଲା। ବ୍ୟବସାୟୀ ମାନେ ଯେଉଁ କରୁଥିଲେ ସେଠି ବହୁତ ଗାଡ଼ି ଘୋଡ଼ା ଯିବାରୁ ବହୁତ ଭକ୍ତମାନେ ବି ଆହତ ହେଉଥିଲେ। ଯେ ଭକ୍ତମାନଙ୍କ ପାଖରେ ଇଏ ହେଉଥିଲେ, ମାଙ୍କ ବେଢ଼ା ବି ବହୁତ ଭାଙ୍ଗି ତୁଟି ଯାଉଥିଲା। ଯେ ପ୍ରବଳ ଯେଉଁ ବ୍ୟବସାୟୀ ଯେଉଁମାନେ କରୁଥିଲେ ସେଠି ଆସିକି ଯେଉଁ ମନ୍ଦିର ବେଢ଼ା ପାଖକୁ ନେଇକି ଭୋରି ଜାମ୍ ଗାଡ଼ି ସବୁ ରଖୁଥିଲେ। ଆଉ ଯିଏକି ବଡ଼ ବଡ଼ ଗୋଦାମ ଘର ବି ସବୁ ହେଇଥିଲା। ଯେଉଁ ଗୋଦାମ ଘର ଗୁଡ଼ାକ ହେବାରୁ ମାଙ୍କ ପ୍ରକଳ୍ପରେ ବହୁତ ବାଧା ସୃଷ୍ଟି ହେଲା। ସେଥିପାଇଁ ତାଙ୍କୁ ଉଚ୍ଛେଦ କରାଯାଇ ମାଙ୍କ ପ୍ରକଳ୍ପ କାମ ଆରମ୍ଭ କରାଯାଇଥିଲା। ସେଥିପାଇଁ ଏବେ କ'ଣ ରାଜନୈତିକ ଉଦ୍ଦେଶ୍ୟରେ ମାଙ୍କ ପ୍ରକଳ୍ପ ବନ୍ଦ କରାଯାଇଛି। ଦେଖିବେ, ବର୍ତ୍ତମାନ ଯେଉଁ ରହିଛି ଶ୍ରୀମନ୍ଦିର ପ୍ରକଳ୍ପ ପରେ ଶ୍ରୀମନ୍ଦିରକୁ ବର୍ତ୍ତମାନ ଯେଉଁଭଳି ଭକ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି, ସେଇଭଳି ବିରଜାଙ୍କ ପ୍ରକଳ୍ପ ମଧ୍ୟ ଆରମ୍ଭ ହୋଇଥିଲା, ପରିକ୍ରମା ପ୍ରକଳ୍ପ। ତେବେ କେଉଁ ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିଲା, ବର୍ତ୍ତମାନ କ'ଣ ହେଲେ, କେବେ ଭାବୁଛନ୍ତି ଏଇଟା ସରିବ? ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ପର୍ଯ୍ୟାୟରେ ଆର୍ଥିକ ସହଯୋଗ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟ, ଦ୍ୱିତୀୟ ପର୍ଯ୍ୟାୟ, ତୃତୀୟ ପର୍ଯ୍ୟାୟ। ପ୍ରଥମ ପର୍ଯ୍ୟାୟର ପଇସା ପ୍ରଥମ 1 କୋଟି ଟଙ୍କା ମଞ୍ଜୁର କରାଯାଇଥିଲା। ଆମେ ମୁଖ୍ୟମନ୍ତ୍ରୀ ଭେଟିଥିଲୁ। ତ 1 କୋଟି ଟଙ୍କାରେ କୌଣସି ପ୍ରକଳ୍ପ କାର୍ଯ୍ୟ କରିହେବ ନାହିଁ। ସେଠି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଲେ ତୁମର ଯାଜପୁରର ବିରଜା ମନ୍ଦିର ପାଇଁ ଯାହା ଆବଶ୍ୟକ ଅଛି ସରକାର ସହଯୋଗ କରିବ। ତାପରେ ମଧ୍ୟ ସରକାର ସହଯୋଗ କରିଥିଲା। ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଗଲା। ପ୍ରଥମ ପର୍ଯ୍ୟାୟର କାମ ସରିବା, ଦ୍ୱିତୀୟ ପର୍ଯ୍ୟାୟର କାମ ଟେଣ୍ଡର ହୋଇସାରିଲା। ବର୍ତ୍ତମାନ ତୃତୀୟ ପର୍ଯ୍ୟାୟର ଯେଉଁ ଫେଜ୍ ଟେଣ୍ଡର ହେବା କଥା ତାହା ମଧ୍ୟ ହୋଇପାରୁନାହିଁ, ଦୀର୍ଘ ଦିନ ହେଲେ ପଡ଼ିକି ରହିଛି। ତ ଜିଲ୍ଲା ପ୍ରଶାସନ ପାଖରେ ପାଖାପାଖି 30 କୋଟି 35 କୋଟି ଟଙ୍କା ବିରଜା ମନ୍ଦିର ଉନ୍ନତି ପାଇଁ ଯେଉଁ ପଇସା ଅଛି ପଡ଼ିକି ରହିଛି, ତାହା ଟେଣ୍ଡର କରାଯାଇପାରୁନାହିଁ। ଯାହା ବି ଟେଣ୍ଡର କରାଯାଇଛି ମନ୍ଦିର ବାହାରେ ଯେଉଁ କାମ ଚାଲିଥିଲା ତାହା ମଧ୍ୟ ଏକ ପ୍ରକାର ନିର୍ବାଚନ କୋଡ୍ ଅଫ୍ କଣ୍ଡକ୍ଟ ହେବା ପରଠାରୁ ମନ୍ଥର ଗତିରେ ଚାଲିଛି। ପ୍ରାୟ ଦେଖିବେ ଦୈନନ୍ଦିନ 100 ମିଟର 200 ମିଟର ଢଳେଇ କରାଯାଉଛି। ଏଡ଼େ ବଡ଼ ଠିକା ସଂସ୍ଥା ଗୋଟିଏ ଦିନ ଚାହିଁଲେ ଗୋଟିଏ ପାଖ ସାରିପାରିବ। ତେଣୁ ମାଙ୍କ ଦୁର୍ଗାପୂଜା ଯେହେତୁ ଆସୁଛି, ଦୁର୍ଗାପୂଜା ପୂର୍ବରୁ ସମ୍ପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ସମ୍ପୂର୍ଣ୍ଣ କରିବା ପାଇଁ ଆମେ ଦାବି କରୁଛୁ। କାରଣ ସମ୍ଭବ ନୁହେଁ ଯଦି ପ୍ରକଳ୍ପର କିଛି କାର୍ଯ୍ୟ, ପୂଜା ସମ୍ବନ୍ଧୀୟ କାର୍ଯ୍ୟ ସରା ନଯାଏ ପୂଜା କରିବା ଆମ ପକ୍ଷେ ଅସମ୍ଭବ ହୋଇଯିବ। କାରଣ ଯଜ୍ଞ ବେଦୀ ନାହିଁ। ତ ଯେଉଁ ବର୍ତ୍ତମାନ ଆମେ ଦେଖିବା ଭକ୍ତଙ୍କ ସମାଗମ, ପ୍ରଥମ ପର୍ଯ୍ୟାୟର କାମ, ଦ୍ୱିତୀୟ ପର୍ଯ୍ୟାୟ କାମ ପରେ ଭକ୍ତଙ୍କ ସମାଗମ ନିଶ୍ଚିତ ରୂପେ ବିରଜା ମନ୍ଦିରରେ ବଢ଼ିଛି। ତ ଆମେ ଆଶା ରଖୁଥିଲୁ ପ୍ରାୟ 2024 ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଯିବ। ଯେମିତି ସମ୍ବଲେଶ୍ୱରୀ ମନ୍ଦିର ପ୍ରକଳ୍ପ କାର୍ଯ୍ୟ ଶେଷ କରାଗଲା, ଅନ୍ୟାନ୍ୟ ମନ୍ଦିରକୁ ନିମନ୍ତ୍ରଣ କରାଗଲା, ସବୁ ମନ୍ଦିର ସେବାୟତମାନେ ଗଲେ। ପୁରୀ ମନ୍ଦିରକୁ ଯେମିତି ପ୍ରକଳ୍ପ କାର୍ଯ୍ୟ କରାଗଲା, ସମସ୍ତ ଓଡ଼ିଶାର ମନ୍ଦିରମାନେ ସେବାୟତମାନେ ଯୋଗ ଦେଇଥିଲେ। ତେଣୁ ଆମର ମଧ୍ୟ ଯୋଜନା ରଖିଥିଲୁ 2024ରେ କାର୍ଯ୍ୟ ସମାପନ କରାଯାଏ। ପ୍ରଶାସନ ସହିତ ଆମେ ଆଲୋଚନା କରିବୁ। ଓଡ଼ିଶାର ପ୍ରତ୍ୟେକ ମନ୍ଦିରକୁ ନିମନ୍ତ୍ରଣ କରିବୁ। ପ୍ରତ୍ୟେକ ମନ୍ଦିରରୁ ସେବାୟତମାନେ ଆସିବେ, ଏ ପ୍ରକଳ୍ପ କାର୍ଯ୍ୟ ଆମର ଦେଖିବେ। ତେଣୁ ଆମେ ଭାବୁଥିଲୁ ସବୁଠୁ ବିରଜା ମନ୍ଦିର ପ୍ରକଳ୍ପ କାର୍ଯ୍ୟ ଅତି ସୁନ୍ଦର ଢଙ୍ଗରେ ହେବ। କିନ୍ତୁ ଯେଉଁ କାମ ବଡ଼ ଦୁଃଖଦାୟକ କଥା, ବର୍ତ୍ତମାନ କାମଗୁଡ଼ିକ ହୋଇପାରୁନି। ପଇସା ପଡ଼ିକି ରହିଛି, କାମଗୁଡ଼ିକ କେଉଁ କାରଣ ପାଇଁ ହୋଇପାରୁନି ତାହା ମଧ୍ୟ ଆମେ ବୁଝିପାରୁନୁ। ତେଣୁ ତୁରନ୍ତ ଏ କାମ ସାରିବାକୁ ଆମେ ଆଜି ଜିଲ୍ଲା ପ୍ରଶାସନ ନିକଟରେ ଦାବି ଜଣାଇଛୁ। ଦେଖିବେ, ଅନ୍ୟପଟେ କିଛି ଦିନ ତଳେ ମଧ୍ୟ ଅନ୍ୟ କିଛି ଗୋଷ୍ଠୀ ଆସିଥିଲେ ଯିଏକି ସେ ଜାଗାରେ ଯେଉଁ ହାଟ ଉଠି ଯାଇଥିଲା ତାକୁ ମଧ୍ୟ ପୁନଃ ସ୍ଥାନାନ୍ତରିତ ପାଇଁ ଉଦ୍ୟମ କରିଥିଲେ, ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ। ତେବେ ଯଦି ସ୍ଥାନାନ୍ତରିତ ହୁଏ ଏ ପ୍ରକଳ୍ପ ବନ୍ଦ ହେବ ନା କିଭଳି କ'ଣ ଅସୁବିଧା ହେବ? ନିଶ୍ଚିତ ରୂପେ ଯେ ବିରଜା ହାଟ ନାଟ ଇଏ ଏକ ରାଜନୈତିକ ପ୍ରସଙ୍ଗ ହୋଇଗଲାଣି। ସପକ୍ଷବାଦୀ ବିପକ୍ଷବାଦୀ ଏକ ରାଜନୈତିକ ପ୍ରସଙ୍ଗ ହୋଇଗଲାଣି। ଶାସକ ଦଳ ବିରୋଧୀ ଦଳ ଏକ ମୁଖ୍ୟ ପ୍ରସଙ୍ଗ କଲେଣି। ଆମେ ସେ ପ୍ରସଙ୍ଗ ଭିତରେ ଯିବାକୁ ଚାହୁଁନାହୁଁ। ଆମର ମନ୍ଦିର ସମ୍ବନ୍ଧୀୟ ମନ୍ଦିର ଯେତିକି ଜାଗା ଅଛି, ମନ୍ଦିର ଜାଗାରେ ତ କେହି କସ୍ମିକାଳ ହାଟ କରିପାରିବନି। ତାହା ବି ଆମେ କରିବାକୁ ମଧ୍ୟ ସେବାୟତମାନେ ଦେବୁନାହୁଁ। ଯଦି ମନ୍ଦିର ଇଞ୍ଚେ ଜାଗାକୁ କେହି ଦଖଲକୁ ଆସେ, କାରଣ ମା ବିରଜାଙ୍କ ସମ୍ପତ୍ତି ଉପରେ ସେମାନଙ୍କୁ କିଏ ଅଧିକାର ଦେଲା ବସିବା ପାଇଁ? ମା ବିରଜାଙ୍କ ସମ୍ପତ୍ତି ଉପରେ ମା ବିରଜାଙ୍କର ପ୍ରକଳ୍ପ ହେବ। ବିରଜା ମନ୍ଦିରର ସମ୍ପତ୍ତିକୁ ଅନାବାଦୀ ସମ୍ପତ୍ତି ଯିଏ ଯୋଉଠି ପାରିବ ଆସିବ, ବଜ୍ର ହାଟ କରିବ, ନାଟ କରିବ। ତ ତା ଭିତରେ ଆମେ ଜାଣୁ ବିରଜା ମନ୍ଦିରର ସମ୍ପତ୍ତି ବାଦରେ ଯାହା ଜାଗା ବାହାରିବ ସେମାନେ ତାଙ୍କ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିକି ତାଙ୍କର ନିଷ୍ପତ୍ତି ଗ୍ରହଣ କରନ୍ତୁ, ହାଟ କେଉଁଠି କରିବେ ନ କରିବେ। ତେଣୁ ଆମର ମୁଖ୍ୟ କଥା ହେଉଛି ବିରଜା ମନ୍ଦିରର ଜାଗା ଉପରେ ଯେଉଁ ପ୍ରକଳ୍ପ ପାଇଁ ସ୍ଥିର କରାଯାଇଥିଲା, ଯେଉଁ କାମ ସବୁ ବ୍ଲୁ ପ୍ରିଣ୍ଟ ଆମକୁ ଦେଖାଯାଇଥିଲା, ତାହା ତୁରନ୍ତ ସମାଧାନ କରାଯାଉ ବା ତୁରନ୍ତ କାର୍ଯ୍ୟକାରୀ କରାଯାଉ। ଦେଖିବେ, ଦୈନିକ ମଧ୍ୟ ଯାତ୍ରୀଙ୍କ ସଂଖ୍ୟା ବଢ଼ିଛି। କେଉଁଠୁ ଯାତ୍ରୀମାନେ ବର୍ତ୍ତମାନ ସୁଦ୍ଧା ବିରଜା ମନ୍ଦିରକୁ ଆସୁଛନ୍ତି? ବର୍ତ୍ତମାନ ଓଡ଼ିଶା ବାହାରୁ ଆନ୍ଧ୍ରରୁ ବହୁତ ଲୋକ ଆସୁଛନ୍ତି ଆମର ଆସୁଛନ୍ତି ଏଠିକି।
आंध्र छड़ा वेस्ट बेंगल कलिकता आशा भितर बहुत लोग आसुँच नाभिका होची माँ शक्तिपीठ जेहतु 11 शक्तिपीठ रोचे माँ मुख दर्शन बहुत लोग ये आसने आसार मुख्य मुख्य उद्देश्य होची बराह बैतरणी विरजा ये लोक दर्शन करके आसुँच जहाँ बैतरणी स्नान कर विरजा मंदिर लोक एत असहज होती कह ना चलो शौचालय ना बहुत आगु जो लक्ष लोक आसवे गाड़ी पार्किंग सुविधा ना शौच स्नान शौच मानने शौचालय ना मंदिर बाहर कौट मैंने खाद्य भोजनालय करेंगे से सिस्टम ना मंदिर जो बता रथयात्रा आगू आसूँ रथ दाण्ड रथ मंडप रथाधी मंडप कि शौचालय ये तीनोटी निहाती आम सुनियापुर निहाती करा दरकार ना बहुत लोग हईराण हे मंदिर बहुत उन्नति बाधा सृष्टि कर देखिए आ दुर्गा पूजा पाखे आसिला बर्तमान आज जिलापाल सहित आलोचना कले कौन कौन समस्या सब उपस्थापन कले जिलापाल कौन कहले देखो आम प्रथमतः मंदिर बेढ़ा चतुर्पार्श्व जो माँ विरजा जगह अच्छी जो थी कि रथ चले तापर दाबीपत्र देलु रथ मंडप जो थी अधिवासिक मंडप तापर देलु एवं शौचालय देलु एवं प्रकल्प काम जो गुड़िक विरजा मंदिर जगह ठाकुराणी जगह तापर प्रकल्प काम जो पूरा संपूर्ण भाव में थप हो जाइए जोटा कि करने कारी इच्छा जमी नथिला भाया अनुभव कलु तेणुक आमको दुख लगिला जे एते बड़ जगह एते बड़ अनुष्ठान आपको केमी अग्रसर होची पूरी प्रकल्प भाया संबलपुर प्रकल्प भाया ये प्रकल्प काम चलती या बंद कर दिया ये केते दिन सर आगू पूजा आसूची लोक मैंने बहु मात्रा समागम हे पार्किंग एरिया ना ये सब बाबद नहीं कि आम आसी जिलापाल को भेटिलु जिलापाल आमको प्रतिश्रुति देले 2-4 दिन भितर आम सहित भेटे और आलोचना करके कार्य पंथा आरोहण करेंगे शुणुले सेवायत मान प्रतिक्रिया जो भाव में जिलापाल सहित आलोचना कर जिलापाल प्रतिश्रुति खूब शीघ्र मंदिर जो जो समस्या रही तार समाधान हम जाजपुर टाउन देवाशीष साहू के न्यूज ओडिशा।